ଆମ ପିଲା ତ ପଢ଼ାଇ ପାରବି ନାହିଁ ଆଶା ଲାଗୁଥିଲା। ଆଉ କାମ ଧାମ କରି ଆମେ କିଛି ପଇସା ତା ଦେହରେ ଲଗାଇ ନାହିଁ। ଯେଟା ଭଗବାନ କୃପାରୁ ସେ ଆଶା ପାସ୍ କରିଛି। ମୁଁ କମଳିନ ବଡ଼ ଭଉଣୀ। ଆଉ ଆମ ଘର ତ ପରିସ୍ଥିତି, ମୋ ବାପା ଚାଷ କାମ କରନ୍ତି। ଆଉ ମୋ ଭଉଣୀକୁ ବହୁତ ପାଠ ପଢ଼ିବା ପାଇଁ ଇଚ୍ଛା ଥିଲା। ତାପରେ ସେ ଆର୍ଥିକ ଅବସ୍ଥା ବି ଭଲ ନଥିଲା, କିନ୍ତୁ ମୋ ବାପା କହୁଥିଲେ ଯେ ପରିଶ୍ରମ କରିକି ଟିକେ ପଢ଼, ଆଉ ଯେମିତିକି ନାଁ ରଖିବ। ସେମିତି ମୁଁ ତ ଏତେ ରଖିପାରିଲିନି, କିନ୍ତୁ ଖୁସି ଲାଗୁଛି ଯେ ମୋ ଭଉଣୀ ଏତେ ଟପ୍ ଆଣିଛି ବାଲିଗୁଡ଼ା ବ୍ଲକ ତରଫରୁ। ତ ବହୁତ ଖୁସି ଲାଗୁଛି। ଆମେ 4 ଭଉଣୀ ଜଣେ ଭାଇ, କିନ୍ତୁ ଦିଦିଙ୍କ ମ୍ୟାରେଜ୍ ହେଲାଣି। ତାପରେ ମୋ ଭାଇ ବି ସେ ଏତେ ରଖିନି, କିନ୍ତୁ 3rd ନମ୍ବରଟା ରଖିଛି। ବହୁତ ଖୁସି ଲାଗୁଛି। ଆଉ ଆଶା କରୁଛି ଯେ ସେ ଆଗକୁ ବି ପଢ଼ୁ, ବହୁତ ଭଲ ରଖୁ। ଆଉ ଏତିକି ମାନେ ମୁଁ କହିପାରୁଛି ତାଙ୍କ ଟିଚର୍ ମାନେ ବହୁତ ଭଲ ପଢ଼ଉଥିଲେ। ଆଉ ତାଙ୍କେ ଯେଉଁ ଦିନ ବିନା ଟ୍ୟୁସନ୍ରେ ବି ସେ ଘରେ ପଢ଼ିକି ଟିକେ 8 ଘଣ୍ଟା ଏତେ ପରିଶ୍ରମ କରୁଥିଲେ ପଢ଼ିବା ପାଇଁ।